भगवते वासुदेवाय परमात्मने नमः। ओं जत्र काले त्वरावृत्ति मावृत्तिश्चैव योगिनः प्रयाता जन्ति तं कालं वक्ष्यामि भरतर्षभ। हे अर्जुन, ଯେଉଁ କାଳରେ ଶରୀର ଛାଡ଼ି ଯାଉଥିବା ଯୋଗୀ ମାନେ ପୁନର୍ଜନ୍ମ ହେଉନଥିବା ଗତି ପ୍ରାପ୍ତ ହୁଅନ୍ତି ଏବଂ ଯେଉଁ କାଳରେ ଶରୀର ଛାଡ଼ି ଯାଉଥିବା ଯୋଗୀ ମାନେ ପୁନର୍ଜନ୍ମ ହେଉଥିବା ଗତି ହିଁ ପ୍ରାପ୍ତ ହୁଅନ୍ତି, ମୁଁ ସେଇ ଦୁଇ କାଳର ଅର୍ଥାତ୍ ଦୁଇ ମାର୍ଗର କଥା କହିବି। ଏଠାରେ କାଳ ଶବ୍ଦ କାହାର ବାଚକ? ଏଠାରେ କାଳ ଶବ୍ଦ ହେଉଛି ସେଇ ମାର୍ଗର ବାଚକ ଯେଉଁଥିରେ କାଳାଭିମାନୀ ଭିନ୍ନ ଭିନ୍ନ ଦେବତା ମାନଙ୍କର ନିଜ ନିଜ ସୀମା ପର୍ଯ୍ୟନ୍ତ ଅଧିକାର ରହିଛି। ଏଠାରେ କାଳ ଶବ୍ଦର ଅର୍ଥ ସମୟ ବୋଲି ଧରିନେଲେ କ୍ଷତି କ'ଣ? 26 ଶ୍ଲୋକରେ ଏହାକୁ ଶୁକ୍ଳ ଓ କୃଷ୍ଣ ଦୁଇ ପ୍ରକାର ଗତି ନାମରେ ଓ 27 ଶ୍ଲୋକରେ ଶ୍ରୁତି ନାମରେ କୁହାଯାଇଛି। ଏହି ଉଭୟ ଶବ୍ଦ ମାର୍ଗବାଚକ। ଅଗ୍ନି, ଜ୍ୟୋତି ଓ ଧୂମଃ ପଦ ସମୟବାଚକ ନୁହେଁ। ତେଣୁ 24 ଓ 25 ଶ୍ଲୋକରେ ଆସିଥିବା ତତ୍ର ପଦର ଅର୍ଥ ସମୟ ବୋଲି ଧରିବା ଉଚିତ ହେବ ନାହିଁ। ଅତଏବ ଏଠାରେ କାଳ ଶବ୍ଦର ଅର୍ଥ କାଳାଭିମାନୀ ଦେବତା ମାନଙ୍କ ସହିତ ସମ୍ବନ୍ଧ ଥିବା ମାର୍ଗ ବୋଲି ମାନି ନେବା ଠିକ। କଥା ଯଦି ଏଇଆ ତେବେ ସଂସାରରେ ଲୋକମାନେ ଦିନ ଶୁକ୍ଳପକ୍ଷ ଓ ଉତ୍ତରାୟଣ ସମୟରେ ମରିବାକୁ ଭଲ ବୋଲି କାହିଁକି ଭାବନ୍ତି? ଲୋକମାନଙ୍କର ଏପରି ବୁଝିବା ମଧ୍ୟ ଗୋଟିଏ ଦୃଷ୍ଟିରୁ ଠିକ, କାରଣ ସେହି ସମୟରେ ସେଇ କାଳାଭିମାନୀ ଦେବତା ମାନଙ୍କ ସହିତ ତତ୍କାଳ ସମ୍ବନ୍ଧ ହୋଇଯାଏ। ତେଣୁ ସେହି ସମୟରେ ମରିବା ଯୋଗୀ ଗନ୍ତବ୍ୟ ସ୍ଥାନରେ ଶୀଘ୍ର ଓ ସହଜରେ ପହଞ୍ଚି ଯାଆନ୍ତି। କିନ୍ତୁ ଏଥିରୁ ବୁଝିବା ଉଚିତ ନୁହେଁ ଯେ ରାତିରେ ମରିବା ଲୋକ ତଥା କୃଷ୍ଣପକ୍ଷ ଓ ଦକ୍ଷିଣାୟନ 6 ମାସ ମଧ୍ୟରେ ମରିବା ଲୋକ ଅର୍ଚି ମାର୍ଗରେ ଯାଆନ୍ତି ନାହିଁ। ବରଂ ଏହା ବୁଝିବା ଉଚିତ ଯେ ମୃତ୍ୟୁ ଯେକୌଣସି ସମୟରେ ହେଉନା କାହିଁକି ମନୁଷ୍ୟ ଯେଉଁ ମାର୍ଗରେ ଯିବାର ଅଧିକାରୀ ହୋଇଥିବ ସେହି ମାର୍ଗରେ ଯିବ। ଅବଶ୍ୟ ଏକଥା ସତ ଯେ ଯଦି ଅର୍ଚି ମାର୍ଗର ବା ଜ୍ୟୋତିପଥର ଅଧିକାରୀ ଲୋକ ରାତିରେ ମରିବେ, ତେବେ ଦିନର ଉଭୟ ହେଲେ ହିଁ ତାଙ୍କର ଦିନ ଅଭିମାନୀ ଦେବତାଙ୍କ ସହିତ ସମ୍ବନ୍ଧ ହେବ ଏବଂ ସେହି ସମୟ ପର୍ଯ୍ୟନ୍ତ ସେ ଅଗ୍ନି ଅଭିମାନୀ ଦେବତାଙ୍କ ଅଧିକାରରେ ରହିବେ। ଯଦି କୃଷ୍ଣ ପକ୍ଷରେ ତାଙ୍କର ମୃତ୍ୟୁ ହେବ, ତେବେ ଶୁକ୍ଳ ପକ୍ଷ ଆସିଲେ ହିଁ ତାଙ୍କର ଶୁକ୍ଳ ପକ୍ଷାଭିମାନୀ ଦେବତାଙ୍କ ସହିତ ସମ୍ବନ୍ଧ ହେବ। ସେହି ସମୟ ପର୍ଯ୍ୟନ୍ତ ତାକୁ ଦିନରେ ଅଭିମାନୀ ଦେବତାଙ୍କ ଅଧିକାରରେ ରହିବାକୁ ପଡ଼ିବ। ଠିକ ସେହିପରି ଯଦି ଦକ୍ଷିଣାୟନରେ ମରିବେ, ତେବେ ତାଙ୍କର ଉତ୍ତରାୟଣ ସମୟ ଆସିବା ପରେ ଉତ୍ତରାୟଣର ଅଭିମାନୀ ଦେବତାଙ୍କ ସହିତ ସମ୍ବନ୍ଧ ହେବ। ସେ ପର୍ଯ୍ୟନ୍ତ ସେ ଶୁକ୍ଳ ପକ୍ଷର ଅଭିମାନୀ ଦେବତାଙ୍କ ଅଧୀନରେ ରହିବେ। ଦକ୍ଷିଣାୟନ ମାର୍ଗର ଅଧିକାରୀଙ୍କ ବିଷୟରେ ମଧ୍ୟ ଏପରି ବୁଝିବା ଉଚିତ। ଏଠାରେ ଯୋଗିନଃ ପଦ ପ୍ରୟୋଗର ଅଭିପ୍ରାୟ କ'ଣ? ଯୋଗିନଃ ପଦର ପ୍ରୟୋଗ ବୁଝିବା ଉଚିତ ଯେ
ଯେଉଁ ସାଧାରଣ ମନୁଷ୍ୟ ମାନେ ଏଇ ଲୋକରେ ହିଁ ଗୋଟିଏ ଯୋନିରୁ ଯାଇ ଅନ୍ୟ ଯୋନିରେ ଜନ୍ମ ହେବେ, ଅଥବା ଯେଉଁମାନେ ନରକ ଆଦିକୁ ଯିବେ, ସେମାନଙ୍କ ଗତିର ବର୍ଣ୍ଣନା ଏଠାରେ ନାହିଁ। ଏଠାରେ ଯେଉଁ ଶୁକ୍ଳ ଓ କୃଷ୍ଣ ଏହି ଦୁଇ ମାର୍ଗ ବର୍ଣ୍ଣନାର ପ୍ରକାଶ ପ୍ରକରଣ ଅଛି, ତାହା ଯଜ୍ଞ, ଦାନ, ତପ ଆଦି ଶୁଭକର୍ମ ଓ ଉପାସନା କରୁଥିବା ଶ୍ରେଷ୍ଠ ପୁରୁଷଙ୍କ ଗତିର ହିଁ ବର୍ଣ୍ଣନା। ପ୍ରୟାତଃ ପଦର ଅଭିପ୍ରାୟ କ'ଣ ଏବଂ ଭଗବାନ ଏଠାରେ ବକ୍ଷ୍ୟାମି ପଦ କହି କ'ଣ କହିବାକୁ ପ୍ରତିଜ୍ଞା କରିଛନ୍ତି? ପ୍ରୟାତଃ ପଦଟି ହେଉଛି ଯିବା ଲୋକମାନଙ୍କର ବାଚକ। ଯେଉଁ ମନୁଷ୍ୟମାନେ ଅନ୍ତକାଳରେ ଶରୀର ଛାଡ଼ି ଉର୍ଦ୍ଧ୍ୱ ଲୋକମାନଙ୍କୁ ଯିବେ, ସେମାନଙ୍କର ବର୍ଣ୍ଣନା ଉଦ୍ଦେଶ୍ୟରେ ଏହାର ପ୍ରୟୋଗ ହୋଇଛି। ଯେଉଁ ମାର୍ଗରେ ଯାଉଥିବା ମନୁଷ୍ୟ ଫେରିଆସେ ନାହିଁ ଏବଂ ଯେଉଁ ମାର୍ଗରେ ଯାଉଥିଲେ ଫେରିଆସେ, ସେହି ଦୁଇ ମାର୍ଗ ମଧ୍ୟରେ କି ପାର୍ଥକ୍ୟ ରହିଛି, ସେହି ଦୁଇଟି ମାର୍ଗ କେଉଁ କେଉଁ ମାର୍ଗ ତଥା ସେହି ମାର୍ଗର ଅଧିକାରୀ କେଉଁମାନେ, ବକ୍ଷ୍ୟାମି ପଦ ଦ୍ୱାରା ଭଗବାନ ସେହି ସବୁ କଥା କହିବାକୁ ପ୍ରତିଜ୍ଞା କରିଛନ୍ତି। ପୂର୍ବ ଶ୍ଲୋକରେ ଯେଉଁ ଦୁଇ ମାର୍ଗର ବର୍ଣ୍ଣନା କରିବାକୁ ଭଗବାନ ପ୍ରତିଜ୍ଞା କରିଛନ୍ତି, ସେଥିମଧ୍ୟରୁ ଯେଉଁ ମାର୍ଗରେ ଯାଉଥିବା ସାଧକମାନେ ଆଉ ଫେରି ଆସନ୍ତି ନାହିଁ, ତାଙ୍କର ବର୍ଣ୍ଣନା ପ୍ରଥମେ କରୁଛନ୍ତି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ।